ସନାତନ ଧର୍ମ ଅନୁସାରେ ଚାରୋଟିର ଅର୍ଥ ବିଷୟରେ ଜାଣିବା। ଚାରୋଟି କ'ଣ କ'ଣ ରହିଛି? ଚାରୋଟି ଯୁଗ କ'ଣ କ'ଣ? ଚାରୋଟି ଯୁଗ ସତ୍ୟ, ତ୍ରେତୟା, ଦ୍ୱାପର, କଳି। ସେଇଭଳି ସନାତନ ଧର୍ମ ଅନୁସାରେ ଚାରୋଟି ବେଦ। ଚାରୋଟି ବେଦ କ'ଣ କ'ଣ? ଋଗ୍ବେଦ, ଯଜୁର୍ବେଦ, ସାମବେଦ ଓ ଅଥର୍ବବେଦ। ସେଇଭଳି ଚାରୋଟି ସମୟ। ଚାରୋଟି ସମୟ କ'ଣ କ'ଣ? ସକାଳ, ଅପରାହ୍ନ, ସନ୍ଧ୍ୟା ଓ ରାତି। ସେଇଭଳି ଚାରୋଟି ପ୍ରୟାସ। ଚାରୋଟି ପ୍ରୟାସ କ'ଣ କ'ଣ? ଧର୍ମ, ଅର୍ଥ, କାମ, ମୁଖ୍ୟ। ସେଇଭଳି ଚାରୋଟି ଆଶ୍ରମ। ଚାରୋଟି ଆଶ୍ରମ କ'ଣ କ'ଣ? ଚାରୋଟି ଆଶ୍ରମ ବ୍ରହ୍ମଚାର୍ଯ୍ୟ, ଗୃହସ୍ଥ, ବାନପ୍ରସ୍ଥ, ସନ୍ନ୍ୟାସ। ସେଇଭଳି ଚାରୋଟି ବର୍ଣ୍ଣ କ'ଣ କ'ଣ? ଚାରୋଟି ବର୍ଣ୍ଣ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର। ସେଇଭଳି ଚାରୋଟି ନୀତି। ଚାରୋଟି ନୀତି କ'ଣ କ'ଣ? ଆସ ଜାଣିବା। ସାମ, ଦାମ, ଦଣ୍ଡ, ଭେଦ। ଚାରୋଟି ନୀତି। ଚାରୋଟି ଗୁରୁ, ଆମର ଯିଏ ମୂଳ ଗୁରୁ ଯେଉଁଟା ଆମେ ଶିକ୍ଷା ପାଆନ୍ତି କ'ଣ କ'ଣ? ମାତା, ପିତା, ଶିକ୍ଷକ, ଆଧ୍ୟାତ୍ମିକ ଗୁରୁ। ସେଇଭଳି ଚାରୋଟି ସ୍ୱର କ'ଣ ରହିଛି? ଚାରୋଟି ସ୍ୱର ଓମ୍କାର, ଆକାର, ଓକାର, ମାକାର। ଏ ଚାରୋଟି ସ୍ୱର। ସେଇଭଳି ଚାରୋଟି ଅପ୍ସରା କ'ଣ କ'ଣ? ଚାରୋଟି ଅପ୍ସରା ଉର୍ବଶୀ, ରମ୍ଭା, ମେନକା, ତିଳୋତ୍ତମା। ସେଇଭଳି ଚାରୋଟି ଦିଗ କ'ଣ ରହିଛି? ଚାରୋଟି ଦିଗ ସମସ୍ତଙ୍କୁ ପ୍ରାୟ ଜଣା ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ। ସେଇଭଳି ଚାରୋଟି ଖାଦ୍ୟ କ'ଣ ରହିଛି? ଚାରୋଟି ଖାଦ୍ୟ ଖାଦ୍ୟ, ପାନୀୟ, ନେହା, ଚୋଷ୍ୟ।